ପିଲାମାନଙ୍କ ଜିଦ୍ରେ ମୁଁ ଆଜି ବନେଇଲି ବ୍ରେଡ୍ ଚପ୍। ସେଥିପାଇଁ ମୁଁ ନେଇଗଲି 2ଟି ଆଳୁ, ପିଆଜ, ବିଲାତି ଆଉ ବ୍ରେଡ୍। ତାପରେ ମୁଁ ଆଳୁକୁ ସିଝେଇକି ରଖିଥିଲି, ତାକୁ ଚକୁଟି ଦେଲି ସ୍ୱାଦ ଅନୁସାରେ ଲୁଣ ପକେଇକି। ଆଳୁଟିକୁ ଭଲସେ ଚକୁଟି ନେଲି। ତାପରେ ଚାଲନ୍ତୁ ଦେଖିବା। ଗ୍ୟାସ୍ ଅନ୍ କଲି, କରେଇ ବସେଇଲି। କରେଇଟି ତାତିଲା ପରେ ମୁଁ ତେଲ ପକେଇ ନେଲି। ତେଲ ଗରମ ହେବା ପାଇଁ 2 ସେକେଣ୍ଡ ଲାଗିବ। 2 ସେକେଣ୍ଡ ପରେ ମୁଁ ପିଆଜକୁ ଯେଉଁ କାଟି ରଖିଥିଲି ତାକୁ ଆଡ଼୍ କରିଦେଲି। ପିଆଜ ସିଝିବା ପାଇଁ ଟିକେ ଲୁଣ ପକେଇଦେଲି। ତାପରେ ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ସବୁ ପକେଇ ତାକୁ ଟିକେ ମିକ୍ସ କରିଦେଲି। ହେଇସାରିଲା ପରେ ତାପରେ ମୁଁ ବିଲାତି ଯେଉଁ କାଟି ରଖିଥିଲି ତାକୁ ବି ଆଡ଼୍ କରିଦେଲି। କିଛି ସମୟ ଛାଡ଼ିଦେଲି। ହେଇସାରିଲା ପରେ ଆଳୁ ଯେଉଁ ଚକୁଟିକି ରଖିଥିଲି ତାକୁ ବି ପକେଇକି ଭଲସେ ମିକ୍ସ କରିଦେଲି। ହେଇସାରିଲା ପରେ ଧନିଆ ପତ୍ରକୁ କାଟି ରଖିଥିଲି ତାକୁ ବି ଦେଇକି ଟିକେ ଘାଣ୍ଟିଦେଲି। ତାପରେ ଆଉ ଗୋଟେ ଗିନା ନେଲି, ତା ଦେହରେ ବେସନ 2 ଚାମଚ, ଆଉ କର୍ଣ୍ଣଫ୍ଲାୱାର ଟିକେ, ଲଙ୍କାଗୁଣ୍ଡ, ଜିରା ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ, ହଳଦୀ ପକେଇକି ଆଉ ଟିକେ ପେଷ୍ଟ ବନେଇଦେଲି। ତାପରେ ମୁଁ ତାକୁ ପାଣି ଦେଇ ଗୋଳେଇଲି ଯେମିତି ଭଲସେ ମିକ୍ସ ହେଇଗଲା। ଏ ଘୋଳଟିକି ଭଲ ଭାବରେ ମୁଁ ଗୋଳେଇ ନେଲି। ଦେଖନ୍ତୁ ଏ ଘୋଳଟି ଭଲସେ ହେଇଗଲାଣି। ଗୋଟିଏ ପଟେ ବ୍ରେଡ୍ ନେଲି। ନେଇସାରିଲା ପରେ ତାକୁ ଦେଖନ୍ତୁ କେମିତି ମୁଁ ପେଷ୍ଟଟିକୁ ଭଲସେ ଚାରିପଟ ଦେଇ ଲଗେଇଦେଲି। ତାପରେ ଆଉ ଗୋଟିଏ ବ୍ରେଡ୍ ତାପରେ ଥୋଇଦେଲି। ଦେଖନ୍ତୁ ଏହିପରି ଭାବରେ ସବୁ ବ୍ରେଡ୍ ଗୁଡ଼ିକରେ ମୁଁ ମସଲା ଭଲସେ ଦେଇକି ଗୋଟିଏ ଗୋଟିଏ ବ୍ରେଡ୍ ତା ଉପରେ ମୁଁ ଥୋଇନେଲି। ସବୁଗୁଡ଼ିକ ବ୍ରେଡ୍କୁ ଲଗେଇ ସାରିଲା ପରେ ଛୁରୀ ସାହାଯ୍ୟରେ ଦେଖନ୍ତୁ ମୁଁ କେମିତି କାଟୁଛି, ସେଇଭଳିଆ କାଟିକି ରଖିନେବେ। ତାପରେ ମୁଁ ଗ୍ୟାସ୍ ଅନ୍ କରି କରେଇ ବସେଇଲି। ତେଲଟି ଗରମ ହେଲା ପରେ ଯେଉଁ ଘୋଳକୁ ମୁଁ କରିକି ରଖିଥିଲି ତା ଦେହରେ ବୁଡ଼େଇକି ଗୋଟିଏ ଗୋଟିଏ ପିସ୍ କରେଇରେ ଛାଣି ଚାଲିଲି। ଏଇଭଳି ଭାବରେ ଗୋଟିଏ ଗୋଟିଏ ବ୍ରେଡ୍କୁ ମୁଁ ଆଣି ତେଲ ଦେହରେ ଛାଣି ନେଲି। ଗୋଟିଏ ପଟ ହେଇସାରିଲା ପରେ ଆଉ ଗୋଟିଏ ପଟକୁ ନଉଟେଇ ଦେଲି। ଦେଖନ୍ତୁ ଏବେ ରେଡ଼ି ହୋଇଗଲା ବ୍ରେଡ୍ ଚପ୍। ଏବେ ହୋଇଗଲା ବ୍ରେଡ୍ ଚପ୍। ଆପଣ ପିଲାମାନଙ୍କୁ ଖାଇବାକୁ ଦିଅନ୍ତୁ, ନିଜେ ଖାଆନ୍ତୁ ଆଉ ସ୍ୱାମୀକୁ ମଧ୍ୟ ଖାଇବାକୁ ଦିଅନ୍ତୁ। ସ୍ୱାମୀଙ୍କର ମନ ଖୁସି ରହିବ।